ଶ୍ରାବଣ ମାସର ପୂର୍ଣ୍ଣିମା ବଡ଼ ବିଲକ୍ଷଣ ସମୟରେ ଆସିଥାଏ। ବର୍ଷା ଋତୁ କାରଣରୁ ଚତୁର୍ଦିଗରେ ସବୁଜିମା ଗାଲିଚା ବିଛେଇ ଯାଇଥାଏ। ଆଧ୍ୟାତ୍ମିକ ଉପକ୍ରମ କରିବା ନିମନ୍ତେ ଏହି ସମୟ ପ୍ରତ୍ୟେକ ଦୃଷ୍ଟିରୁ ସର୍ବଶ୍ରେଷ୍ଠ। ଶ୍ରାବଣ ମାସରେ କରାଯାଉଥିବା ତପ ଉପଚାର ବଡ଼ ଫଳ ଦେଇଥାଏ। ତଥାପି ଉପବୀତ ନବୀନୀକରଣ, ଶିଖା ସିଞ୍ଚନ, ପ୍ରାୟଶ୍ଚିତ ବିଧାନ, ଦେବପୂଜନ, ଋଷି ବନ୍ଦନ, ରକ୍ଷାବନ୍ଧନ, ବୃକ୍ଷରୋପଣ ଏହି 7 ପୁଣ୍ୟ କାର୍ଯ୍ୟ ପାଇଁ ଏହା ପ୍ରଚଳିତ। ପ୍ରତ୍ୟେକ କୃତ୍ୟ ପଛରେ ମହତ୍ତ୍ୱପୂର୍ଣ୍ଣ ଶିକ୍ଷଣ ଲୁଚି ରହିଛି। ଏଥିରୁ ଆମ ସଂସ୍କୃତିର ବିରାଟ ବୈଭବ ଆମକୁ ଦେଖିବାକୁ ହିଁ ମିଳେ। ଅଖଣ୍ଡ ଜ୍ୟୋତି, ଅକ୍ଟୋବର 2010, ପୃଷ୍ଠା ସଂଖ୍ୟା 34। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।